ଜୟ ଜଗନ୍ନାଥ। ଶୁଭ ସକାଳ ଦର୍ଶକ ବନ୍ଧୁ। ଚାଲନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। ତା ପୂର୍ବରୁ ଆମ ଚ୍ୟାନେଲକୁ ନୂଆ ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ନିଅନ୍ତୁ। ପ୍ରଥମ ଖବର, ମାର୍ଚ୍ଚ 16ରେ ରାଜ୍ୟସଭା ନିର୍ବାଚନ ନେଇ ପ୍ରେସ୍ ନୋଟ୍ ଜାରି କଲା ଇସିଆଇ। 10 ରାଜ୍ୟରେ 37 ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଓଡ଼ିଶାର 4 ଆସନ ପାଇଁ ହେବ ନିର୍ବାଚନ। ଫେବୃଆରୀ 26 ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ମାର୍ଚ୍ଚ 5 ନାମାଙ୍କନ ଦାଖଲରେ ଶେଷ ତାରିଖ, 6ରେ ଯାଞ୍ଚ। ମାର୍ଚ୍ଚ 9 ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ମାର୍ଚ୍ଚ 16 ତାରିଖ ସକାଳ 9ରୁ ଅପରାହ୍ନ 4ଟା ଯାଏଁ ଭୋଟ ଗ୍ରହଣ। ପରବର୍ତ୍ତୀ ଖବର, ବିଧାନସଭାରେ ଧାନ ମଣ୍ଡି ତାତି। ଗୃହ ଭିତରକୁ ଧାନ ଧରି ଆସିଲେ ବିଜେଡି ବିଧାୟକ, ପ୍ରତିବାଦରେ ସାଥ ଦେଲେ କଂଗ୍ରେସ। ଫଳରେ ଗୃହ ହୁଲୁସୁଲୁ ହେବା ସହ ବାରମ୍ବାର ଅଚଳ ହୋଇଛି। ଇନପୁଟ ସହାୟତା ରାଶି ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ପୂର୍ବ ଘୋଷଣା ମୁତାବକ ଧାନ କୁଇଣ୍ଟାଲ ପିଛା 800 ବଦଳରେ ସରକାର 731 ଟଙ୍କା କାହିଁକି ଦେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଥିବା ବେଳେ ବିଜେପି କରିଛି କଡ଼ା କାଉଣ୍ଟର। ପରବର୍ତ୍ତୀ ଖବର, ପୁଣି ଅଶାନ୍ତ ହେଲା ସିଲଭର ସିଟି କଟକ। କଟକରେ ଫୁଟିଲା ଗୁଳି। ମଧୁପାଟଣା ଥାନା ନୂଆପଡ଼ା ପ୍ରେସ କଲୋନୀରେ ଗୁଳିମାଡ଼ ହୋଇଛି। ଭୋଜି ଚାଲିଥିବା ବେଳେ ଜଣେ ଯୁବକଙ୍କୁ ଫାୟାରିଂ କରାଯାଇଛି। ଯୁବକ ଜଣଙ୍କ ଛାତିରେ ଗୁଳି ବାଜି ଥିବା ସୂଚନା ମିଳିଛି। ତେବେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଏସ୍ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛି। କିଏ ଓ କାହିଁକି ଗୁଳିମାଡ଼ କରିଛି ସେ ନେଇ ଏବେ ଅସ୍ପଷ୍ଟ ରହିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ଖରା ଦିନ ପୂର୍ବରୁ ମହଙ୍ଗା ହେଲା ଏସି। ଏସି କିଣିବାକୁ ଚାହୁଁଛନ୍ତି କି? ତେବେ ତୁରନ୍ତ କିଣି ନିଅନ୍ତୁ, କାରଣ ଆଗକୁ ଖରାଦିନ ଆସୁଥିବାରୁ ମହଙ୍ଗା ହୋଇଯିବ ଏସି। ଦେଶରେ ଏୟାର କଣ୍ଡିସନରର ଦାମ ଶୀଘ୍ର ମହଙ୍ଗା ହେବାକୁ ଯାଉଛି। ଚଳିତ ତ୍ରୟମାସରେ ବ୍ଲୁ ଷ୍ଟାର ଏସି ଦାମ ବଢ଼ାଇବା ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ବି ଥିଆଗରାଜାନ ସୂଚନା ଦେଇଛନ୍ତି। ଦର ବୃଦ୍ଧି ଅପରିହାର୍ଯ୍ୟ ହୋଇଯାଇପଡ଼ିଛି। ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ସମେତ ଶକ୍ତି ଦକ୍ଷତା ଲେବଲିଂରେ ପରିବର୍ତ୍ତନ ଏବଂ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବା ଆଦି କାରଣରୁ ଏସି ଦର ବୃଦ୍ଧି କରିବାକୁ ପଡ଼ିବ। ଦର 10ରୁ 15% ପର୍ଯ୍ୟନ୍ତ ବଢ଼ିବା ଆଶା ନେଇ କରାଯାଉଛି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, 2027 ସୁଦ୍ଧା 3 ଲକ୍ଷ ପରିବାରକୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ସରକାରଙ୍କ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଅଗ୍ରଗତି କେତେ ଦୂର ହେଲା? 2024-25, 2025-26ରେ କେତେ ଜଣଙ୍କୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆଗକୁ ଆଉ କେତେ ଜଣଙ୍କୁ ଏ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ, ଏନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଅଣତକାର ପ୍ରଶ୍ନର ଲିଖିତରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେଭି ସିଂହଦେଓ। ପରବର୍ତ୍ତୀ ଖବର, ଥାଇଲାଣ୍ଡରେ ଫସିଛନ୍ତି 6 ଓଡ଼ିଆ ଶ୍ରମିକ। ଘରକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାରଙ୍କୁ କରିଛନ୍ତି ନିବେଦନ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଭଦ୍ରକ ଚାନ୍ଦବାଲି ଅଞ୍ଚଳର 6 ଜଣ ଯୁବକ ଅଗଷ୍ଟ ମାସରେ ଏକ ପ୍ଲାଏଉଡ୍ କମ୍ପାନୀର କାମ କରିବା ପାଇଁ ଥାଇଲାଣ୍ଡ ଯାଇଥିଲେ। ହେଲେ 4 ମାସ ହେବ ସେମାନଙ୍କ ସେଠାରୁ ପାରିଶ୍ରମିକ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ପଇସା ମାଗିଲେ ମାଲିକ ଧମକ ଦେଉଥିବା କହିଛନ୍ତି। ଏଥିସହ ସେମାନେ ରହୁଥିବା ମାସରେ 4 ଦିନ ହେବ ମାଲିକ ରୋଷେଇ ବନ୍ଦ କରିଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଫଳରେ ଭୋକ ଉପାସରେ ଶ୍ରମିକମାନେ ଜୀବନ କାଟୁଛନ୍ତି। ସେମାନଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରମିକମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। ପରବର୍ତ୍ତୀ ଖବର, ସରକାରଙ୍କ ବଡ଼ ପଦକ୍ଷେପ। ରସୁଲଗଡ଼ରେ ହେବ 500 ମିଟରର ସ୍କାଏ ୱାକ୍। ରାଜଧାନୀର ଜାତୀୟ ରାଜପଥ 16ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ନିର୍ମାଣ ହେବ ଏକ ବିଶାଳ ସ୍କାଏ ୱାକ୍।
ବୁଧବାର NHAI ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଯାଇଛି। ପରବର୍ତ୍ତୀ ଖବର, ହାଇକୋର୍ଟଙ୍କ ଐତିହାସିକ ରାୟ, ସ୍ତ୍ରୀଙ୍କୁ ଭରଣ ପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏହି ମର୍ମରେ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏକ ମାମଲାରେ ଜଷ୍ଟିସ ୱାଇ ଲକ୍ଷ୍ମଣ ରାଓ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଭରଣ ପୋଷଣ ନୀତି ସେହି ସଂକଳ୍ପର ପ୍ରତୀକ ଯାହା ସୁନିଶ୍ଚିତ କରେ ଯେ କୌଣସି ପତ୍ନୀ, ସନ୍ତାନ କିମ୍ବା ବୃଦ୍ଧ ପିତାମାତା ଯେପରି ଅର୍ଥାଭାବରୁ ଦୁର୍ଦ୍ଦଶାର ସମ୍ମୁଖୀନ ନ ହୁଅନ୍ତି। ଯେଉଁମାନେ ଆଇନଗତ ଭାବେ ସେମାନଙ୍କର ଦାୟିତ୍ୱ ନେବାକୁ ବାଧ୍ୟ, ସେମାନଙ୍କ ଅବହେଳା ଯୋଗୁଁ କେହି ଯେମିତି ଅସହାୟ ନ ହୁଅନ୍ତି ତାହା ନ୍ୟାୟାଳୟ ସୁନିଶ୍ଚିତ କରିବେ। ପରବର୍ତ୍ତୀ ଖବର, ବାଂଲାଦେଶରେ ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଭାରତରେ। ବାଂଲାଦେଶରେ ହୋଇଥିବା ହିଂସା ସମୟରେ ହିନ୍ଦୁମାନଙ୍କ ଉପରେ ବ୍ୟାପକ ଆକ୍ରମଣ ହୋଇଥିଲା। ଶେଖ୍ ହସିନା ଦେଶ ଛାଡ଼ିବା ପରେ ଏହି ଆକ୍ରମଣଗୁଡ଼ିକ ବୃଦ୍ଧି ପାଇଥିଲା। ଗୋଟିଏ ବର୍ଷ ପରେ ମଧ୍ୟ ଏହି ହିଂସାର ସମ୍ପୃକ୍ତ ଲୋକଙ୍କୁ ଦଣ୍ଡ ଦିଆଯାଇନାହିଁ। ଜଣେ ହିନ୍ଦୁ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବା ଜଣେ ବାଂଲାଦେଶୀ ନେତା ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି।